Smile, please. Yeah. Okay, sir. এইটা মো পছরে দেখি পাରୁଥିବେ ହକିର ଷ୍ଟାଚ୍ୟୁ ଲଗାହେଇଛି। ତ ନମସ୍କାର ମୋର ଭାଇ ଓ ଭଉଣୀମାନଙ୍କୁ ପୁଣି ନୂଆ ଭିଡ଼ିଓରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ହେଉଛି ଆମର 79ତମ ସ୍ୱାଧୀନତା ଦିବସ। ତ ଅଗଷ୍ଟ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମର ଭାରତ ସ୍ୱାଧୀନତା ହେଇଥିଲେ। ଏହି ଉପଲକ୍ଷରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଧୀନତା ଦିବସର ବହୁତ ବହୁତ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ତ ଆଜିର ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ଭିଡ଼ିଓଟାକୁ ମୁଁ ଆରମ୍ଭ କରୁଛି। ତ ଆଜିର ଭିଡ଼ିଓରେ ଆମେ ଦେଖିବା ରାଉରକେଲାର କିଛି କିଛି ଛୋଟ ଛୋଟ ଜିନିଷ ସବୁ ଦେଖିବା। ତ ଚାଲନ୍ତୁ ଆମେ ଦେଖିବା, ଯେମିତିକି ରାଉରକେଲାର ଯେଉଁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମର ଯେଉଁ ହକିର ୱାର୍ଲଡ଼ କପ୍ ଖେଳ ହେଇଥିଲା, ତାପରେ ଆମ ରାଉରକେଲା ସହରଟା ମାନେ ପୁରା ନାହିଁ, କିଛି ମାତ୍ରାରେ ଚେଞ୍ଜ ହେଇଯାଇଛି। ତ ସେଇ ସବୁକୁ ଆମେ ଦେଖିବା, କିଛି କିଛି ଜିନିଷ ଦେଖିବା। ତ ମୁଁ ବର୍ତ୍ତମାନ ଅଛି ଆମର ହକିର ଷ୍ଟାଚ୍ୟୁ ଲଗାହେଇଛି ମୋ ପଛରେ, ଏଇଟା ଦେଖିପାରୁଥିବେ। ଏଇଟା ହେଉଛି ବହୁତ ହି ବଡ଼, ମୁଁ ସେଇଟା ଆପଣଙ୍କୁ ଦେଖେଇବି ଭଲ ଭାବରେ। ତ ଚାଲନ୍ତୁ ଦେଖିବା। ତ ଏଇଟା ଦେଖିପାରୁଥିବେ 1 2 3 4 5 6 ଜଣ ଆମର ମହିଳାମାନେ ନାଚୁଛନ୍ତି। ଏଇଟା ଆମର ଭାରତର ସଂସ୍କୃତି ଓ କଳାକୁ ସୂଚାଏ। ତ ଏମିତି ସବୁ ଅଛି। ତ ଚାଲନ୍ତୁ ଦେଖିବା, ଆହୁରି ଆଗକୁ ଦେଖିବା, ଏମିତି ଛୋଟ ଛୋଟ ଜିନିଷକୁ ଦେଖିବା। ଏଇଟା ହେଉଛି ରାଉରକେଲାର ଏୟାରପୋର୍ଟ ପାଖରେ ବନେଇଛନ୍ତି ଏଇ ଷ୍ଟାଚ୍ୟୁ। ଏଇଟା ଆମକୁ ସୂଚାଏ ଯେ ଭାରତର କଳା ଓ ସଂସ୍କୃତିକୁ ସୂଚାଉଛି। ତ ସେଇଆ ହିଁ, ଚାଲନ୍ତୁ ଆଗକୁ ଦେଖିବା।